এই ঝରଣା ବାଡ଼ି ଗୋଟେ ଏଇଟା ହେଇକି ସେଇଠିକି ପଡୁଛି ସେଇଠି ଅଣ୍ଡାଳୁଛି। ସେଇଠି ତଳେ ଗୋଟେ ଖାଲରେ କ'ଣ ଅଛି ସେ ଜାଗାରେ ସେ ଲିଙ୍ଗ ଛଡ଼ା ଗୋଟେ ଅଣ୍ଡାଳୁଛି। ଚାଲ ଆପେ ଆପେ ବାହାରିଛି ସିଏ ଆଗରୁ ତ ସାଙ୍ଗମାନେ ଆମେ ଯାଇ ପହଞ୍ଚିଗଲୁ ପଞ୍ଚୁଲିଙ୍ଗେଶ୍ୱରରେ ପାହାଚ ଚଢ଼ି ଚଢ଼ି ଆମେ ଯାଇ ପହଞ୍ଚିଗଲୁ। କିନ୍ତୁ ପାଣି ପୁରା ଶୁଖିଲା, ପାଣି ଏତେ ଆସୁନାହିଁ। ଲୋକମାନଙ୍କର ଧାଡ଼ି ବହୁତ ରହିଛି ପୂଜା କରିବା ପାଇଁ। ଆମମାନେ ଏତେ ତଳକୁ ଯାଇପାରିଲୁ ନାହିଁ, ଖାଲି ଉପରେ ଛିଡ଼ା ହେଇ ଟିକେ ଦେଖିନେଲୁ। ତାପରେ ଦେଖିସାରିଲା ପରେ ଆମେ ଶୁଣିଲୁ ଯେ ଉପରେ ଆଉ ଗୋଟେ ଅଛି ମନ୍ଦିର ଯିବା ପାଇଁ। ତ ଆମେ ବାହାରିଗଲୁ ଉପରକୁ ଚାଲି ଚାଲି, ବାଟରେ ଖାଲି ପଥର। ଭଳିଆ ରାସ୍ତା ଅଛି, ଗୁମ୍ଫା ଭଳିଆ ରାସ୍ତା ଦେଇକି ପଞ୍ଚୁଲିଙ୍ଗେଶ୍ୱର ମନ୍ଦିରରୁ ଆଉ ଗୋଟେ ଉପରକୁ ଗଲେ କୁହନ୍ତି ସେଠି ଗୋଟେ ପୋଖରୀ ଅଛି, ମନ୍ଦିର ଅଛି। ବଟ୍ ସେଠି ମୁଁ ଯାହା ଦେଖିଲି ବୃଥା ପରିଶ୍ରମ, କିଛି ନାହିଁ ଖାଲି ଚାଲି ଚାଲି ପଥରରେ ଗୋଡ଼ ଖରାପ ହେଇଯିବ। କିନ୍ତୁ ଉପରକୁ ସେମିତି ଦେଖିବାର କୌଣସି ଜିନିଷ ନାହିଁ, ଯାହା ପଞ୍ଚୁଲିଙ୍ଗେଶ୍ୱର ଠାକୁରଙ୍କ ମନ୍ଦିର ଏବଂ ସେଇ ବଣ ଜଙ୍ଗଲ ବୁଲିବା, ଭୋଜି କରିବା, ସେତିକି। ତାପରେ ଆମେ ଆସି ପହଞ୍ଚିଗଲୁ କ୍ଷୀରଚୋରା ଗୋପୀନାଥ ମନ୍ଦିରରେ। ସେଠି ଟିକେ ବୁଲିଲୁ ଏବଂ ଠାକୁରଙ୍କୁ ଦର୍ଶନ ମଧ୍ୟ କରିଲୁ। ତାପରେ ଆମେ ଆସି ପହଞ୍ଚିଗଲୁ ଇମାମି ଜଗନ୍ନାଥ ମନ୍ଦିରରେ। ସେଠି ଆସି ମନ୍ଦିର ପରିସର ଟିକେ ଭ୍ରମଣ କଲୁ ଏବଂ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ତାପରେ ଆସି ଟିକେ ପ୍ରସାଦ ମାନେ ସେଠି ଭୋଗ ଦେଉଥିଲେ, ଟିକେ ଭୋଗ ଖାଇଦେଲୁ। ବହୁତ ଭଲ ଥିଲା ପରିବେଶ, ଶାନ୍ତ। ତାପରେ ଇମାମି ଜଗନ୍ନାଥ ମନ୍ଦିର ପରେ ଆମେ ଯାଇଥିଲୁ ବ୍ଲୁ ଲେକ୍ ପରେ ଆମେ ଆସି ପହଞ୍ଚିଗଲୁ ନୀଳଗିରି ଜଗନ୍ନାଥ ମନ୍ଦିର। ସେଇଠି ଆମେ ବୁଲିଲୁ ଏବଂ କିଛି ଭୋଗ ମଧ୍ୟ କିଣିଲୁ। ତାପରେ ଆମେ ଘରକୁ ପଳେଇ ଆସିଲୁ।